ଏଇଥିପାଇଁ ହେଉଥିଲା ଯେ ଆମେ ଖରିଫରେ ଭଲ ଧାନ କିଣା ହେଲା ଆଉ ରବିରେ ମଧ୍ୟ ଆଉ କିଛି ଅସୁବିଧା ନାହିଁ କିଣିବା ଆରମ୍ଭ ହୋଇଯାଇଛି ଆଉ ପ୍ରାୟ 1,00,000 କୁଇଣ୍ଟାଲ ଉପରେ ମଧ୍ୟ ଧାନ କିଣା ସରିଲାଣି। ଚାଷୀମାନଙ୍କର ଆକାଉଣ୍ଟକୁ ମଧ୍ୟ ପଇସା ଆସିବା ଆରମ୍ଭ ହୋଇଗଲାଣି ଆଉ ଯେଉଁ ତାଙ୍କ ଡିମାଣ୍ଡ ଥିଲା ଯେ ଫାଷ୍ଟ ଫେଜ୍ରେ 75 କେଜିର କୁଇଣ୍ଟାଲର ଆସିଛି ଟୋକନ୍, ସେକେଣ୍ଡ ଫେଜ୍ର ମଧ୍ୟ 75 କୁଇଣ୍ଟାଲ ଆସିଛି, କିନ୍ତୁ ତାଙ୍କ ଡିମାଣ୍ଡ ହେଉଛି ସବୁ ଏକ କାରଣ ଆସୁ ବୋଲି। ତ ଆଜି ମୁଁ କିନ୍ତୁ ଅର୍ଡ଼ର କରିକି ଯାଉଛି, ଏଠି ଅର୍ଡ଼ର କରିସାରିଲିଣି ଯେ ଯାହାର ଯାହା ହେଉଛି ମାନେ ରେଜିଷ୍ଟ୍ରେସନ୍ ବେଳେ ଯେତିକି ଯାହାର ଟୋକନ୍ ଆସିବା କଥା ସମସ୍ତଙ୍କର ଆସିଯିବ। ଦିନେ ଦୁଇ ଦିନ ଭିତରେ ଟୋକନ୍ ସବୁ ଆସିଯିବ ଏବଂ ଯେତିକି ଟାର୍ଗେଟ୍ ଦରକାର ଜିଲ୍ଲାପାଳ ମଧ୍ୟ କହୁଥିଲେ ଯେ 16 ଲକ୍ଷ ମେଟ୍ରିକ୍ ଟନ୍ 16 ଲକ୍ଷ କୁଇଣ୍ଟାଲ ପର୍ଯ୍ୟନ୍ତ ଦରକାର, ଆମେ ତାକୁ 16 ଲକ୍ଷ କୁଇଣ୍ଟାଲ ଆମେ ନିଶ୍ଚୟ ଦେବା, କିଛି ଅସୁବିଧା ନାହିଁ। ଜିଲ୍ଲାପାଳଙ୍କୁ ଦିଆଯାଇଛି ପ୍ରୋକ୍ୟୁରମେଣ୍ଟ ଜିଲ୍ଲାପାଳଙ୍କ ନେତୃତ୍ୱରେ ହିଁ ହେଉଛି ଏବଂ ତାଙ୍କୁ ଆମେ ଯେଉଁ 15 ଦିନ ସମୟ ଦେଇଛୁ କାହାର ଟୋକନ୍ ଲାପ୍ସ ହେଇଗଲେ ସେ ପୁଣି 15 ଦିନ ସମୟ ତାଙ୍କୁ ଦିଆଯାଇଛି, ତାଙ୍କ ନେତୃତ୍ୱରେ ହେଉଛି। ଆଉ ପ୍ରତ୍ୟେକ ମଣ୍ଡିକୁ ଜଣେ ଜଣେ ନୋଡାଲ ଅଫିସର ଦାୟିତ୍ୱ ନେଇକି ଯାଉଛନ୍ତି। ସବୁ ଜିନିଷ ପ୍ରୋକ୍ୟୁରମେଣ୍ଟ ତାଙ୍କ ନିର୍ଦ୍ଦେଶରେ ହେଉଛି, ତାଙ୍କ ରିପୋର୍ଟ ଅନୁଯାୟୀ ହେଉଛି। ଟୋକନ୍ ପରିଚାଳନା ଆଗକୁ ସେଟା ମନ୍ତ୍ରୀସ୍ତରୀୟ ବୈଠକରେ ଫାଇନାଲ ହେବ। ପଲିସି ଅନୁସାରେ କୌଣସି ଜାଗାରେ ତାର ଅନୁପାଳନ ହେଉନି, କାରଣ ଚାଷୀମାନେ ଆସିକି ମଣ୍ଡି ପଏଣ୍ଟରେ ପକେଇବା କଥା, କିନ୍ତୁ ସେମାନେ ଟ୍ରାନ୍ସପୋର୍ଟ ହେଉଛନ୍ତି, ଇନଫ୍ରାଷ୍ଟ୍ରକ୍ଚର ନାହିଁ କୌଣସି ଜାଗାରେ, ସେଇଥିପାଇଁ ଆଗରୁ ଇନଫ୍ରାଷ୍ଟ୍ରକ୍ଚର ନଥିଲା, କିନ୍ତୁ ଏବେ ପ୍ରାୟ ରାଜ୍ୟରେ 1000ଟା ମଣ୍ଡିରେ ଇନଫ୍ରାଷ୍ଟ୍ରକ୍ଚର ରେଡ଼ି ହେଇଗଲାଣି। ଆହୁରି 1000ଟା ମଣ୍ଡିକୁ ଆମେ ଇନଫ୍ରାଷ୍ଟ୍ରକ୍ଚର ଠିକ୍ କରିବା ପାଇଁ ରେଡ଼ି କରିଛୁ। ଆମେ 24 ବର୍ଷ ହେଲା ଇନଫ୍ରାଷ୍ଟ୍ରକ୍ଚର କ'ଣ ଥିଲା? କିଛି ନଥିଲା, କୌଣସି ମଣ୍ଡିରେ ନଥିଲା। ତେଣୁ ଏବେ କାମ ବଢ଼ିଛି, ଏବେ ସରକାର ଧ୍ୟାନ ଦେଉଛନ୍ତି ଆଉ ପ୍ରତ୍ୟେକ ମଣ୍ଡିରେ ମିନିମମ୍ ଆବଶ୍ୟକତା ଯେମିତି ବସିବାକୁ ଚେୟାର, କୃଷକ ଯିବେ ତାଙ୍କ ପାଇଁ ଟଏଲେଟ୍ର ବ୍ୟବସ୍ଥା, ପିଇବା ପାଣିର ବ୍ୟବସ୍ଥା, ଚାର ବ୍ୟବସ୍ଥା ଏସବୁ ଆମେ କରିଦେଇଛୁ। ସେଣ୍ଟ୍ରାଲି ଆବଶ୍ୟକତା ନଥାଏ, ଗୁଡ଼େ ଆନାଲାଇଜର ମେସିନ୍ କିଣା ହେଇଛି ବହୁ କୋଟି ଟଙ୍କାରେ, କେତେକ ଆର୍ଏମ୍ସି ମଧ୍ୟ ମନା କରୁଛନ୍ତି ଯେ ଆମର ରିକ୍ୱାରମେଣ୍ଟ ନାହିଁ ବୋଲି, ଆବଶ୍ୟକତା ନଥାଇକି ମଧ୍ୟ ପୁଣି କିଣା ହେଇଛି। ନାଇଁ, ଆର୍ଏମ୍ସି କ'ଣ କହିବ କି? ଆର୍ଏମ୍ସି ଡିସିସନ୍ ନେବ କି? ଡିସିସନ୍ ଆମେ ନେବୁ ନା ଆର୍ଏମ୍ସି କି? ଆର୍ଏମ୍ସି ଦରକାର ପଡ଼ିଲେ ଆର୍ଏମ୍ସିକୁ କିଣିବାକୁ ବି ଆମେ ଦେବୁ ନାହିଁ। ଆର୍ଏମ୍ସି ଆମ ମାଲିକ ନୁହଁ, ଆମେ ଯାହା କହିବୁ ସେ କରିବେ। ତ ଆନାଲାଇଜର ମେସିନ୍ ଦରକାର, କାହିଁକି ନା କ୍ୱାଲିଟି ଅଫ୍ ଦ ପାର୍ଟି ସୁଡ୍ ବି ମେଣ୍ଟେନ୍। କ୍ୱାଲିଟିଟା ଯଦି ଆମେ ମେଣ୍ଟେନ୍ ନ କରିବା ତାହେଲେ କେମିତି ହେବ?